ତମେ ବି ହିଟ୍ ହେଇଯାଇଥିବ, ତମେ ବି କୁଣ୍ଡେଇ ପକେଇବ। ଆଚ୍ଛା ଏମିତି କଥା ନା। ତାପରେ ପୁରା ହିଟ୍ ହେଇଗଲେ ମୋର ପୁରା ଶାବଳ ଠିଆ ହେଇଯାଇଥିବ, ସେତେବେଳେ ଭଲ ମାନିବନି, ତମେ ବି ହିଟ୍ ହେଇଯାଇଥିବ। ଆଚ୍ଛା ଷ୍ଟଡି କଲେ ପୁରେଇବ ଆଉ କଣ। ଏମିତି ତାହେଲେ ହୁଏ ସବୁ ଘଟଣା ନା। ଆଉ ଯୋଉ ସେଟା ଯୋଉ ଚାଟା ଚାଟି କରନ୍ତି ସେଟା ତ ଆହୁରି ପତଳା ଜିନିଷ, ସେଟା ଆହୁରି ପତଳା ଲାଗୁଥିବ ଅସନା। ଯୋଉ ବିହାରୀ ଚଟଣି। ହଁ ହଁ ବିହାରରେ ଚାଟନ୍ତି, ବାଣ୍ଡକୋଇ ପାଟିରେ ପକାନ୍ତି। ଛି ଛି। ବଟ୍ ମୁଁ ଆଜି ପର୍ଯ୍ୟନ୍ତ ଚାଟିନି। କରିଛ? ନା। ଆଚ୍ଛା ଖାଲି ମୋର ଗାର୍ଲଫ୍ରେଣ୍ଡ ଯାଇଥିଲା, ତା ଅପନ କରିକି ଦେହରେ ଖାଲି କିସ୍ କରିଛି କିନ୍ତୁ ଚାଟିନି। ଆଚ୍ଛା ଆଉ ଏଇ ଯୋଉ ମ୍ୟାଡାମ କାଲି ଯୋଉ କହୁଥିଲି, ସିଏ ମୋ ବାବା ମାନେ ପାଟି ଭିତରେ ପୁରା ପୁରେଇଥିଲା ପୁରା। ଆଚ୍ଛା ତା ପାଟିରେ ଜାଗା ହୁଏନି ସେଟା? ନାଇଁ ଏତିକି ଗଲା ଆଉ। ଓହୋ ଅସନା ଗୁଡା ମତେ ତମେ ଭାବିଲା ଏବେ ଶୁଣ ପରେ ତମେ ଅସନା ଲାଗେ। ତମେ ଏବେ କହୁଛ, ହୁଁ ଥରେ ଆସିକି ଦେଖ ତାପରେ ଜାଣିବ। ମତେ ଲାଗୁଛି ମୁଁ ଇନ ଫ୍ୟୁଚର କେବେ ସେମିତି କରିବି ବୋଲି। ଆଚ୍ଛା ଶୁଣ ସିରିୟସଲି ଗୋଟେ କଥା ପଚାରୁଛି ହେଲା। କୁହ। ମାନେ ଖରାପ ଭାବିବନି, ଆଉ ତମକୁ ଯୋଉଟା ପସିବୁଲ ସେଇଟା ହିଁ କହିବ ହେଲା। ହଁ ଫିଜିକାଲ ହେଇପାରିବ କି ମୋ ସାଙ୍ଗରେ? ମୋ ସହିତ ଫିଜିକାଲ ହେଇପାରିବ କି ରିଅଲ ରେ? ମାନେ ସିରିୟସଲି କହୁଛି। ନା ମତେ ଲାଗୁନି ମୁଁ ହେଇପାରିବି ବୋଲି। ଆଉ ନାଇଁ ଯଦି ନାଇଁ ନା ଯଦି ହଁ ମୁଁ କହୁଛି ମୋ କଥା, ସୋସିଆଲ ମିଡିଆ ଏ ଲାଇଫ ଗୋଟେ ଅଲଗା, ଆଉ ରିଅଲ ଲାଇଫ ଅଲଗା। ତ ମୁଁ ଯଦି ଏବେ ଇନ ଫ୍ୟୁଚର କାହା ସହିତ ବି ରିଲେସନ ରେ ଫିଜିକାଲ ହୁଏ, ତାହେଲେ ସେଟା ଓନଲି ୱିଥ ମାଇ ଲିଗାଲ ହଜବେଣ୍ଡ, ତା ଛଡା ଅନ୍ୟ କେହି ନୁହେଁ। ହଁ ଠିକ ଅଛି। ତ ଲିଗାଲି ଯିଏ ବି ଲାଇଫରେ ଆସିବ, ସବୁ ଅଧିକାର ତାରି ହିଁ ରହିବ। ତାହେଲେ ତ ଠିକ ଅଛି। ଆଉ ଏସବୁ ମୋ ସୋସିଆଲ ମିଡିଆରେ କଥା ହେଇଛି, ଟାଇମ ପାସ୍ କଥା, ତମେ ବି ଆଚ୍ଛା ଜାଣିଥିବ କଣ। ହଁ ସେଇଟା ଛାଡ, ଫିଜିକାଲ ଛାଡ, ଯୋଉ ହଗ୍ କିସ୍ ଏଇ ସବୁ? ଏଇଟା ଶୁଣିଲା ପରେ କିସ୍ କଥା ମତେ କେତେ କୋତରା ଲାଗେ ସେଇଟା ଦେଖିଲେ। ନା ତମେ ବୁଝିପାରୁନ, ମାନେ ଯୋଉଟା ଭିଡିଓରେ ଯୋଉ ଦେଖୁଛ ସେଇ ଟାଇପ ର କିସ୍ କଥା ମୁଁ କହୁନି ହେଲା। ଧର ତମେ ଭୁବନେଶ୍ୱର ଆସିଲ, ସେମିତି ନାଇଁ କ୍ଲୋଜନେସ୍ ତ ମୋର ସେମିତି ଫ୍ରେଣ୍ଡସ୍ ମାନେ କେବେ କିଛି କହୁଛନ୍ତି ଫ୍ରେଣ୍ଡସ୍ ମାନେ ଏତେ କ୍ଲୋଜନେସ୍ ନାହିଁ କି ହଗ୍ କିସ୍ ଯାଏଁ କଥା ଯିବ, ମାନେ ଏତେ ବି ଆମେ ଓପନ ନୁହଁ, ଗାଁରେ ରହିଲୁ ନା। ତ ନାଇଁ ଠିକ ଅଛି। ହଗ୍ ଟା ଶୁଣ କେବଳ ଗର୍ଲସ ମାନଙ୍କ ସହିତ ହିଁ ଲିମିଟେଡ ଅଛି, ନିଜ ହେଲା ଝିଅ ସାଙ୍ଗ ଯେତିକ ଅଛନ୍ତି ତାଠୁ ଆଗକୁ କେବେ ଯାଇନି। ଶୁଣ ମୁଁ କହୁଛି କଣ, ଧର ଯାହା ହେଲେ ବି ଆମେ କଥା ହଉଛୁ ମାନେ ଗୋଟେ ବର୍ତ୍ତମାନ ଆମର ଗୋଟେ ଫ୍ରେଣ୍ଡସିପ ହେଇଯାଇଛି। ଆଉ ମାନେ ସବୁ ପ୍ରକାର କଥା ହେଇପାରୁଛେ ମାନେ ଗୋଟେ କ୍ଲୋଜ ଫ୍ରେଣ୍ଡସିପ ବି କହିବା ପାଇଁ ଗଲେ କିଛି ଭୁଲ ହବନି। ତମେ ଧର ଆସିଲ, ଭୁବନେଶ୍ୱର ଆସିଲ, ଦେଖାହେଲା ହେଲା, କୋଉଠି ବୁଲିବା ପାଇଁ ଗଲେ, ଧର ପାର୍କ ବୁଲିବା ପାଇଁ ଗଲେ କି କୋଉଠି ବୁଲିବା ପାଇଁ ଗଲେ, ବସିଥିବା ଭିତରେ ତମ କାନ୍ଧରେ ହାତ ପକେଇବା କିମ୍ବା ବସରେ ଧରିବା ଆଉ ଜଷ୍ଟ ଗାଲରେ କିସ୍ କରିବା, ଏସବୁ ମତେ ମୁଁ ଭାବି ପାରୁନି, ସେ ଟାଇମରେ ଜଣାଯିବ, ଦେଖାଯିବ। ଯଦି ସେଟା ସିଚୁଏସନ ଆସେ କଣ ହେଇଥିବ ମୁଁ କହିପାରିବିନି। କିନ୍ତୁ ଏବେଠୁ ମୁଁ କହିପାରୁନି ଯେ ମୁଁ ସେମିତି କରିବି କି କରିପାରିବି ବୋଲି। ନାଇଁ ଆଉ ତମେ ଯୋଉଟା କହିଲ କି ସେକ୍ସ ଟା ଯୋଉଟା ଫିଜିକାଲ ଟା, ସେଇଟା ତମ କଥାରେ ମୁଁ ଏକମତ। ଯଦି ବି କେବେ ଆମକୁ ଦେଖା ହେଲା, ବୁଲାବୁଲି କରିବା ପାଇଁ ଗଲେ, ଜଷ୍ଟ ମାନେ ଆଉ ମାନେ ଅଟୋରେ ମୁଁ ଜାଣିପାରିଲି ଅଲିଭ୍ କିସ୍ ତମର ପସନ୍ଦ।